ଅଛ ପାଖରେ, ମତେ ଟିକେ ସାହାଯ୍ୟ କର, ମୋ ପାଖକୁ ଆସ। କୁନି, ତୁ ଶୁଣିପାରିଲୁ କି ଆମକୁ ଡାକୁଛି ନା? ଚାଲ ସେଠାକୁ ଯିବା। କିଏ ଆମକୁ ଡାକୁଥିଲା? ଏଠି ତ କେହି ବି ଦେଖା ଯାଉନାହାନ୍ତି। ଏପଟେ ଦେଖ, ମୁଁ କଦଳୀ ଗଛ ଏଠି ତଳେ ପଡିଛି। ଏ କଣ, ତୁମେ କଦଳୀ ଗଛ ଏଇ କଥା କହୁଛ କେମିତି? ଆଉ ତୁମର ଏମିତି ଅବସ୍ଥା କେମିତି ହେଲା? ଗତ ରାତି ଅନେକ ଜୋରେ ପବନ ବହୁଥିଲା, ସେଇ ପବନ ବେଗରେ ମୁଁ ଢଳି ଗଲି। ମୋ ଉପରେ ଟିକେ ଦୟା କର, ମତେ ନେଇ ଏକ ଭଲ ଜାଗାରେ ଲଗେଇ ଦିଅ। କୁନି, ମୁଁ ଏ ଗଛକୁ ଲଗେଇ ତାର ଯତ୍ନ ନେଇ ପାରିବିନି। ତୁ ଏ ଗଛକୁ ନେଇଯା, ଆଉ ନିଜ ବଗିଚାରେ ଲଗେଇ ତାର ଯତ୍ନ ନେବୁ। ମୁଁ ଜାଣେ ତୁ କେତେ ଅଳସୁଆ, ତୁ ଚିନ୍ତା କରନି। ମୁଁ ଏ କଦଳୀ ଗଛକୁ ମୋ ସାଙ୍ଗରେ ନେଇଯିବି, ଆଉ ଆମ ବଗିଚାରେ ଲଗେଇଦେବି। ଆରେ ମା, ଏତେ ସମୟ ଯାଏଁ ତୁ କୋଉଠି ଥିଲୁ? ତୋ ବାପା ତତେ ଏବେ ଖୋଜିବା ପାଇଁ ବାହାରୁଥିଲେ। କାଉ ଛୁଆ ତାର ବାପା ମାକୁ ସବୁ ଘଟଣା କହିଲା। କଣ ହେଲା? ତୁ ସେ କଥା କୁହା କଦଳୀ ଗଛକୁ କୁନିକୁ ଦେଇଦେଲୁ? ସେ ଗଛ କଥା କହୁଥିଲା ମାନେ ନିଶ୍ଚୟ ସେ ଗଛ ଯାଦୁର ହେଇଥିବ। ମୁଁ ଶୁଣିଛି ଯିଏ ବି ଯାଦୁଇ ଗଛର ଯତ୍ନ ନିଏ, ଯାଦୁର ଗଛ ତାଙ୍କୁ ଅନେକ ଉପହାର ଦିଏ। ବୋକି ଝିଅ, ତୁ ଏ କଣ କଲୁ? ତୁ ସେ ଯାଦୁର ଗଛ କୁନିକୁ କାହିଁକି ଦେଲୁ? ମା, ମୁଁ ତ ଏ ବିଷୟରେ କିଛି ବି ଜାଣିନଥିଲି। ଜାଣିଥିଲେ କଣ ମୁଁ ସେ କୁନିକୁ ଯାଦୁର ଗଛ ଦେଇଥାନ୍ତି? ଯାହା ହେବାର ତ ହେଇଗଲା। ଆମେ ଚଢ଼େଇକୁ ସେ ଯାଦୁର ଗଛ ଦେଇ ପାରିବାନି। ଚାଲେ ଶୀଘ୍ର ତା ପାଖରୁ ସେ ଯାଦୁର ଗଛ ନେଇ ଆସିବା। ଏଇ ଚଢ଼େଇ ରହିଯା, ତୋ ଝିଅ ଚୋରି କରି ଏ କଦଳୀ ଗଛ ଆଣିଛି। ମୋ ଝିଅ ଆଗ ଏ କଦଳୀ ଗଛ ପାଇଥିଲା, ହେଲେ କୁନି ତା ପାଖରୁ ଛଡେଇ ଏ କଦଳୀ ଗଛ ନେଇ ଆସିଛି। ନା ନା ଆଣ୍ଟି, ମୁଁ ଏ କଦଳୀ ଗଛ ଚୋରି କରିନି। ଚିକି କହିଲା ସେ କଦଳୀ ଗଛ ଲଗେଇ ତାର ଯତ୍ନ ନେଇ ପାରିବନି, ସେଥିପାଇଁ ମୁଁ ଏ କଦଳୀ ଗଛ ମୋ ସାଙ୍ଗରେ ନେଇ ଆସିଥିଲି। ଚୁପ୍ କର, ତୁ ମିଛ କହନି। ମୋ ଝିଅ ନିଜେ ଏ କଥା କହିଛି। ସେ ଆଗ ଏ କଦଳୀ ଗଛର କାନ୍ଦ ଶୁଣିଥିଲା, ଆଉ ତା ପାଖକୁ ଯାଉଥିଲା। ମୋ ଝିଅ ସେ କଦଳୀ ଗଛ ଆଣିବା ପୂର୍ବରୁ ହିଁ ଏ କୁନି ତାକୁ ଧରି ନିଜ ଘରକୁ ଚାଲିଗଲା। ଆଚ୍ଛା ଆଚ୍ଛା କାଉ ଭଉଣୀ, ଆଉ ରାଗନି, ନିଅ ଏ କଦଳୀ ଗଛକୁ ନେଇଯାଅ। ହେଲେ ଶୁଣ, ଏ କଦଳୀ ଗଛର ଯତ୍ନ ନେବ, ତାର ଅବହେଳା କରିବନି। ସେ କଥା ତତେ ଆଉ କହିବାକୁ ପଡିବନି, ଆମେ ଏ କଦଳୀ ଗଛର ଖୁବ୍ ଯତ୍ନ ନେବୁ। ଏମିତି କହି କାଉମାନେ ସେ ଗଛକୁ ନେଇ ନିଜ ଘର ଅଗଣାରେ ଲଗେଇଦେଲେ। ଏହିପରି କିଛି ଦିନ ବିତିଗଲା। ଗୋଟେ ଦିନ, ଆରେ କଦଳୀ ଗଛ, ଆମେ ତୋର ଅନେକ ଯତ୍ନ କଲୁଣି, ଏବେ ତୁ ସେ ବଦଳରେ ଆମକୁ କିଛି ଉପହାର ଦେ। ଆମେ ବହୁତ ଗରିବ, ତୁ ଆମକୁ ଉପହାର ଦେଲେ ଆମେ ବହୁତ ଖୁସି ହେବୁ। ତା ମାନେ ତମେ ମାନେ ନିଜ ସ୍ୱାର୍ଥ ପାଇଁ ମୋର ଯତ୍ନ ନେଇଛ, କିନ୍ତୁ ମୋ ପାଖରେ ତ ଯାଦୁ ଶକ୍ତି ନାହିଁ। ମୁଁ ତମମାନଙ୍କୁ କୌଣସି ଉପହାର ଦେଇପାରିବିନି। ତମମାନଙ୍କର ଏମିତି ସ୍ୱାର୍ଥ ପାଇଁ ମୋ ଗଛରେ କଦଳୀ ବି ଫଳିବନି। କଣ ହେଲା? ତୁ ଗୋଟେ ସାଧାରଣ ଗଛ, ତୁ ଆମକୁ ଉପହାର ଦେଇ ପାରିବୁନି? ଆମେ ଏତେ ଦିନ ପରିଶ୍ରମ କରି ତୋର ଯୋଉ ଯତ୍ନ ନେଲୁ, ତାର କିଛି ବି ମୂଲ୍ୟ ରହିଲାନି। ହରେ ଶୁଣ, ଏ ଗଛକୁ ଆମ ଘରେ ରଖିବା କଣ ଲାଭ, ଯେତେବେଳେ ଇଏ ଆମକୁ କିଛି ବି ଦେବନି? ଏତେ ପରିଶ୍ରମ କରି ତାର ଯତ୍ନ ନେବା କଣ ଦରକାର? ଚାଲ ଗୋଟେ କାମ କରିବା, ଆମେ ଏଇ ଗଛ ଚଢ଼େଇକୁ ଦେଇଦେବା। ହଁ, ତୁ ଠିକ କହିଲୁ। ଚାଲେ ଆମେ ଏ ଗଛ ଚଢ଼େଇକୁ ଦେଇଦେବା। ସେ ବି ଆମ ପରି ଏ ଗଛର ଯତ୍ନ ନେବ, ଆଉ ଯେତେବେଳେ ଗଛର କିଛି ଲାଭ ପାଇବନି, ମନ ଦୁଃଖରେ କାନ୍ଦିବ। ଚଢ଼େଇ, ଏଇ ନେ ତୋ ଝିଅର କଦଳୀ ଗଛ। ଏଇ କଣ, ତୁମେ ମତେ ଏ ଗଛ ଫେରେଇ ଦଉଛ କାହିଁକି? କଥା କଣ କି ଚଢ଼େଇ, ଆମେ କିଛି ଦିନ ପାଇଁ ମୋ ଭଉଣୀ ଘରକୁ ଯିବୁ। କେବେ ଆସିବୁ ତାର କିଛି ଠିକ ନାହିଁ। ସେତେ ଦିନ ଯାଇ କଦଳୀ ଗଛ ଆମ ଘରେ ରହିଲେ ତାର ଯତ୍ନ କିଏ ନେବ? ସେଥିପାଇଁ ତତେ ଏ କଦଳୀ ଗଛ ଦେବାକୁ ଆସିଥିଲି। ତୁ ଏ କଦଳୀ ଗଛକୁ ଲଗେଇ ତାର ଭଲ ଯତ୍ନ ନେ, ଠିକ ଅଛି? ଓ ଆଚ୍ଛା, ହଉ ଠିକ ଅଛି କାଉ ଭଉଣୀ। ତାପରେ ଚଢ଼େଇ ସେ କଦଳୀ ଗଛକୁ ଲଗେଇ ତାର ଯତ୍ନ ନେଲା। କିଛି ଦିନ ପରେ, ଆରେ କାଉ ଭଉଣୀ, ତୁମେ ତୁମ ଭଉଣୀ ଘରକୁ ଯାଇନ? କିଛି ଦିନରୁ ମୁଁ ତୁମକୁ ତୁମ ଘରେ ହିଁ ଦେଖୁଛି। ଇଏ କଥା କଣ କି ଚଢ଼େଇ, ଆମେ ଯାଇଥାନ୍ତୁ ଯେ, ହେଲେ ମୋ ସ୍ୱାମୀଙ୍କର ଦେହ ଖରାପ ହେଇଗଲା, ସେଥିପାଇଁ ଯାଇପାରିଲୁନି। ଓ ଆଚ୍ଛା, ତାହେଲେ କଣ ତୁମେ ପୁଣି ଥରେ କଦଳୀ ଗଛକୁ ମୋ ପାଖରୁ ନେଇଯିବ? ନା ନା, ଆଉ ତୋ ପାଖରୁ କଦଳୀ ଗଛ ଆଣିବୁନି। ମୋ ସ୍ୱାମୀଙ୍କର ଦେହ ଭଲ ହେଲା ପରେ ଆମେ ପୁଣି ମୋ ଭଉଣୀ ଘରକୁ ଯିବୁ।
ଠିକ ଅଛି କାଉ ଭଉଣୀ, ମୁଁ ଏବେ ଘରକୁ ଯାଏ। କଦଳୀ ଗଛରେ ପାଣି ଦେବାର ସମୟ ହେଇଗଲାଣି। ଆରେ ଚଢ଼େଇ, ତୁ ମୋର କେତେ ଯତ୍ନ ନେଉଛୁ, ହେଲେ ମୁଁ ତତେ ଗୋଟେ ବି ଫଳ ଦେଇପାରିବିନି। ତୋର କିଛି ବି ଲାଭ ହେବନି। ମୁଁ କୌଣସି ଲାଭ ଆଶାରେ ତୋର ଯତ୍ନ ନେଉନି କଦଳୀ ଗଛ। ଗଛମାନଙ୍କ ପାଇଁ ଜଙ୍ଗଲ ସୁନ୍ଦର ଦେଖାଯାଏ, ଆଉ ସେଇ ଗଛ ମାନଙ୍କର ଯତ୍ନ ନେବା ଆମ ଚଢ଼େଇ ମାନଙ୍କର କର୍ତ୍ତବ୍ୟ। ଚଢ଼େଇର କଥା ସରୁ ସରୁ କଦଳୀ ଗଛରେ ସୁନା କଦଳୀ ଫଳିଲା। ଏସବୁ ଦେଖି ତ ଚଢ଼େଇ ଆଶ୍ଚର୍ଯ୍ୟ ହେଇଗଲା। ଏଇ କ'ଣ କଦଳୀ ଗଛ? ତୁ ଏବେ କହୁଥିଲୁ ତୁ ଫଳ ଦେଇ ପାରିବୁନି, ତାହେଲେ ତ ଗଛରେ ସୁନା କଦଳୀ କେମିତି ଆସିଲା? ମା, ତୁମେ କଦଳୀ ଗଛ ସହ କ'ଣ କଥା ହେଉଛ? ଆରେ କ'ଣ, ଆମ କଦଳୀ ଗଛରେ ତ ସୁନା କଦଳୀ ଫଳିଛି। ହଁ, ଏଇ ସବୁ ସୁନା କଦଳୀ ଆଜିଠୁ ତମ ମାନଙ୍କର। ମୋ ପାଖରୁ ଆଗ ସୁନା କଦଳୀ ନେଇଯାଅ, ତାପରେ ମୁଁ ସବୁ କଥା କହିବି। ଚଢ଼େଇ ଯେମିତି କଦଳୀ ଗଛରୁ ସୁନା କଦଳୀ ଆଣିଲା, କଦଳୀ ଗଛ ସଙ୍ଗେ ସଙ୍ଗେ ଏକ ପରି ପାଲଟିଗଲା। ମତେ ଦେଖି ତମେ ମାନେ ଆଶ୍ଚର୍ଯ୍ୟ ହେଉଥିବ ନା? ହେବନି ବି କ'ଣ ପାଇଁ? ମୁଁ ଜଣେ ପରୀ। କିଛି ଦିନ ତଳେ ମୁଁ ଏ ଜଙ୍ଗଲକୁ ବୁଲିବା ପାଇଁ ଆସିଥିଲି। ସେତେବେଳେ ମତେ ଭାରି ଜୋରେ ଶୋଷ ଲାଗିଲା। ପାଖରେ ନଦୀ କି ପୋଖରୀ ବି ନଥିଲା। ସାମ୍ନାରେ ଗୋଟେ କଳସୀ ପାଣି ଦେଖି ମୁଁ ସେ ପାଣି ପିଇଦେଲି। ସେ ପାଣି ଥିଲା ଜଣେ ସାଧୁ ବାବାଙ୍କର। ସେ ମୋ ଉପରେ ରାଗି ମତେ କଦଳୀ ଗଛ କରିଦେଲେ। ମୁଁ ତାଙ୍କୁ କ୍ଷମା ମାଗିବାରୁ ସେ କହିଥିଲେ, ଜଣେ ଭଲ ଚଢ଼େଇ ବିନା ସ୍ୱାର୍ଥରେ ମୋର ଯତ୍ନ ନେଲେ ମୋ ଗଛରେ ସୁନା କଦଳୀ ଫଳିବ, ଆଉ ସେ ସୁନା କଦଳୀ ଛିଡ଼େଇଲେ ମୁଁ ମୋ ପୂର୍ବ ରୂପ ଫେରି ପାଇବି। ପରୀ ଚଢ଼େଇ ସହ ଏପରି କଥା ହେଉଥିଲା। ସେତେବେଳେ କାଉ ଆଉ ତାର ସ୍ତ୍ରୀ ତା ଘରକୁ ଆସୁଥିଲେ। ସେମାନେ ବି ପରୀର ସବୁ କଥା ଶୁଣି ତା ପାଖକୁ ଗଲେ। ପରୀ, କିଛି ଦିନ ହେଲେ ବି ତ ଆମେ ତୁମର ଯତ୍ନ ନେଇଛୁ। ଦୟାକରି ଆମକୁ ବି କିଛି ସୁନା କଦଳୀ ଦିଅ ନା। ଚୁପ୍ କର ଲୋଭୀ ପକ୍ଷୀ, ତମେ ମାନେ ନିଜ ସ୍ୱାର୍ଥ ପାଇଁ ହିଁ ମୋର ଯତ୍ନ ନେଇଥିଲ। ଯେତେବେଳେ ଜାଣିଲ ମୁଁ ତମ ମାନଙ୍କୁ ଫଳ ଦେଇ ପାରିବିନି, ତମେ ମାନେ ମତେ ଚଢ଼େଇକୁ ଦେଇଦେଲ। ଏବେ କୋଉ ମୋହ ନେଇ ସୁନା କଦଳୀ ମାଗିବାକୁ ଆସିଛ? ତମ ମାନଙ୍କୁ ମୁଁ ଗୋଟେ ବି ସୁନା କଦଳୀ ଦେବିନି। ଚଢ଼େଇ, ତତେ ଅନେକ ଅନେକ ଧନ୍ୟବାଦ। ତୋ ପାଇଁ ମୁଁ ଆଜି ମୋ ପୂର୍ବ ରୂପ ଫେରି ପାଇଲି। ତମେ ମାନେ ଭଲରେ ରୁହ, ମୁଁ ଏବେ ଆସୁଛି। ଆଚ୍ଛା ଠିକ ଅଛି ପରୀ। କାଉ ଭାଇ, କାଉ ଭଉଣୀ, ଏଇ ନିଅ କିଛି ସୁନା କଦଳୀ। ଆଜି ପରଠୁ ଯିଏ ବି ବିପଦରେ ପଡ଼ିଥିବ, ସ୍ୱାର୍ଥପର ନ ହେଇ ତାକୁ ସାହାଯ୍ୟ କରିବ। ହଁ ଚଢ଼େଇ, ଆଜିଠୁ ଆମେ ମାନେ ବି ବଦଳି ଯିବୁ। କଦଳୀ ଗଛ ପାଇଁ ଆମେ ତୋ ସହ କେତେ ଖରାପ ବ୍ୟବହାର କରିଥିଲୁ, ତଥାପି ତୁ ଆମକୁ ସୁନା କଦଳୀ ଦେଲୁ। ସତରେ ଚଢ଼େଇ, ତୁ ବହୁତ ଭଲ। ଆଜିଠୁ ଆମେ ତୋ ପରି ହେବାକୁ ଚେଷ୍ଟା କରିବୁ। ମା, ସେପଟେ ଦେଖ, ଏ ବଗିଚାର ମାଲିକାଣୀ ସବୁ ଫୁଲ ତୋଳି ନେଇ ଯାଉଛନ୍ତି। ତୁ ଏ କ'ଣ କହୁଛୁ? ମାଲିକାଣୀ ଯଦି ସବୁ ଫୁଲ ତୋଳି ନେଇଯିବେ, ଆମେ କୋଉଠି ରହିବା? ଚାଲ ମା, ଏବେ ହିଁ ମାଲିକାଣୀଙ୍କ ସହ ଏ ବିଷୟରେ କଥା ହେବା। ମାଲିକାଣୀ, ତୁମେ ଏ ବଗିଚାର ସବୁ ଫୁଲ ତୋଳି ନିଅନି, ନହେଲେ ଆମ ଘର ଭାଙ୍ଗିଯିବ। ତୁମେ ଆମ ପାଇଁ ଅଳ୍ପ କିଛି ଫୁଲ ଛାଡ଼ି ଦିଅ, ବାକି ଫୁଲ ସବୁ ତୁମେ ନେଇଯାଅ। ମୋ ବଗିଚାର ଫୁଲ ତୋଳିବି ନ ତୋଳିବି ସେଇଟା ମୋ ଇଚ୍ଛା। ତୋ ପାଇଁ ଫୁଲ ରଖିଲେ ମୋର କ'ଣ ଲାଭ ହେବ? ମୁଁ ଯଦି ମୋ ବଗିଚାର ସବୁ ଫୁଲ ବିକ୍ରି କରିବି, ବହୁତ ଟଙ୍କା ପାଇବି। ମାଲିକାଣୀ, ଏମିତି କୁହନ୍ତୁନି। ଅନ୍ୟକୁ ସାହାଯ୍ୟ କଲେ ଭଗବାନ ତାଙ୍କୁ ସାହାଯ୍ୟ କରନ୍ତି। ମୁଁ ସବୁ ଫୁଲ କଥା କହୁନି, କେବଳ 2ଟି ଫୁଲ ଗଛ ରଖି ବାକି ଫୁଲ ନେଇଯାଆନ୍ତୁ। ଆମକୁ ଏଠି ରହିବାକୁ ଦେଲେ ଆମେ ବହୁତ ଖୁସି ହେବୁ ମାଲିକାଣୀ। ତମେ ମାନେ ଖୁସି ହେଲେ ମତେ କ'ଣ ମିଳିବ? ମତେ ଆଉ ବିରକ୍ତ କରନି। ତମେ ମାନେ ଆଜି ମୋ ବଗିଚା ଛାଡ଼ି ଚାଲିଯାଅ। ଯଦି ନ ଯିବ, ମୁଁ ଝାଡୁରେ ପିଟି ପିଟି ତମ ମାନଙ୍କୁ ମୋ ବଗିଚାରୁ ବାହାର କରିଦେବି। ନା ନା, ଆମକୁ ମାରନି, ଆମେ ଏବେଠୁ ଚାଲି ଯାଉଛୁ। ଆରେ କ'ଣ, ପାଣି ତ ସରିଗଲା। ଏବେ ଆହୁରି ଅନେକ ଗଛ ଅଛି। ମା କୁନି, ପାଣି ନେଇକି ଆସିଲୁ, ଗଛରେ ପାଣି ଦେବା। ମା, ସେପଟେ ଦେଖ, ସେଠି ଗୋଟେ ଫୁଲ ବଗିଚା ଅଛି। ଚାଲ ମା, ଆମେ ସେଇ ବଗିଚାରେ ଘର କରି ରହିବା। ହଁ, ତୁ ଠିକ କହିଲୁ ରେ ମା, ହେଲେ ଆମେ ରହିବା ଆଗରୁ ଚାଲେ ସେ ମାଲିକାଣୀଙ୍କଠୁ ଅନୁମତି ନେବା। ମା ଦେଖ, ଛୋଟ ଛୋଟ ପ୍ରଜାପତି ମାନେ ଆମ ପାଖକୁ ଆସୁଛନ୍ତି। ମାଲିକାଣୀ, ମାଲିକାଣୀ, ଆମ ପାଖରେ ଏବେ ଘର ନାହିଁ। ତୁମ ବଗିଚାରେ ଆମକୁ ଘର କରିବାକୁ ଦେବ? ହଁ ହଁ, ମୁଁ ତମ ମାନଙ୍କୁ ମୋ ବଗିଚାରେ ରହିବାକୁ ଦେବି।
କିନ୍ତୁ ମୋ ବଗିଚାର ସବୁ ଗଛରେ ତ ଫୁଲ ଫୁଟିନି। ତଥାପି କ'ଣ ତମେ ମାନେ ମୋ ବଗିଚାରେ ରହିବ? କିଛି ଦିନ ପରେ ସବୁ ଗଛରେ ଫୁଲ ଫୁଟିଯିବ, ସେଥିପାଇଁ ତୁମେ ଚିନ୍ତା କରନି। ଯେବେ ତୁମର ଫୁଲ ବିକ୍ରି କରିବାକୁ ଇଚ୍ଛା ହେବ, ତୁମେ ଆମ ପାଇଁ କିଛି ଫୁଲ ଗଛ ଛାଡ଼ି ବାକି ଫୁଲ ଗଛ ବିକ୍ରି କରିପାରିବ। ଆରେ ଅଳ୍ପ ଗଛରେ କ'ଣ ପାଇଁ? ତମେ ମାନେ ପୁରା ବଗିଚାରେ ଆରାମରେ ରୁହ। ମୁଁ କେବେ ବି ତମମାନଙ୍କୁ ଏଠୁ ବାହାର କରିବିନି। ତମମାନଙ୍କର ଯଦି କିଛି ଦରକାର ହୁଏ ମତେ କହିବ, ମୁଁ ଆଣିଦେବି। ନା ନା ମାଲିକାଣୀ, ଆମର ଆଉ କିଛି ବି ଦରକାର ନାହିଁ। ତୁମେ ଆମକୁ ରହିବାକୁ ଦେଲ, ସେତିକିରେ ଆମେ ବହୁତ ଖୁସି। ତୁମକୁ ଅନେକ ଅନେକ ଧନ୍ୟବାଦ। ଏବେ ଆମେ ନିଜ ପାଇଁ ଘର ତିଆରି କରିନେବୁ। ସେଦିନ ପରଠାରୁ ପ୍ରଜାପତି ମାନେ ଚଢ଼େଇର ବଗିଚାରେ ରହିଲେ। କିଛି ଦିନ ପରେ ଚଢ଼େଇ ବଗିଚାରେ ଥିବା ସବୁ ଗଛରେ ଫୁଲ ଫୁଟିଲା। ଚାରିଆଡେ ଫୁଲର ବାସ୍ନା ମହକୁଥିଲା। ମା ମା, ଫୁଲର କେତେ ସୁନ୍ଦର ବାସ୍ନା ଆସୁଛି ନା? ଏଇ ଦେଖ ମା, ଆଗରେ ଗୋଟେ ଫୁଲ ବଗିଚା ଅଛି। ଯାଅ ନା ମା, ସେଠାରୁ ମୋ ପାଇଁ କିଛି ଫୁଲ ତୋଳି ନେଇ ଆସିବ। ଆଚ୍ଛା ଠିକ ଅଛି ରେ ମା, ଚାଲ ସେଠାକୁ ଯିବା। ଘରେ କିଏ ଅଛ? ହଁ, ଆପଣ ମତେ ଡାକିଲେ ଚିର ଦିଦି? ମୁଁ ତୁମ ଘର ରାସ୍ତା ଦେଇ ଯାଉଥିଲି। ମୋ ଝିଅକୁ ତୁମ ଫୁଲ ଭାରି ପସନ୍ଦ ହେଇଛି। ମୁଁ ତୁମ ପାଖରୁ କିଛି ଫୁଲ କିଣିବାକୁ ଆସିଥିଲି। କିନ୍ତୁ ଚିଲ ଦିଦି, ମୁଁ ଆମ ବଗିଚାର ଫୁଲ ବିକ୍ରି କରିବିନି। କିଛି ପ୍ରଜାପତି ମୋ ବଗିଚାରେ ରହୁଛନ୍ତି। ମୁଁ ଫୁଲ ବିକ୍ରି କଲେ ତାଙ୍କ ଘର ନଷ୍ଟ ହେଇଯିବ। କ'ଣ ହେଲା? ସାମାନ୍ୟ ପ୍ରଜାପତି ମାନଙ୍କ ପାଇଁ ତମେ ଫୁଲ ବିକ୍ରି କରୁନ? ଦେଖିକି ଜଣା ପଡୁଛି ତୁମେ କେତେ ଗରିବ। ଫୁଲ ବିକ୍ରି କଲେ କିଛି ଟଙ୍କା ପାଆନ୍ତ, ନିଜର ଲାଭ ନ କରି ଓଲଟା କ୍ଷତି କରୁଛ। ହଁ ଚିଲ ଦିଦି, ଆମେ ଗରିବ, କିନ୍ତୁ ମୋ ସ୍ୱାମୀ ଯେତିକି ରୋଜଗାର କରନ୍ତି ଆମେ ଖୁସିରେ ଚଳିଯାଉ। ନିଜର ଲାଭ ପାଇଁ ମୁଁ ପ୍ରଜାପତି ମାନଙ୍କୁ କଷ୍ଟ ଦେଇପାରିବିନି। ଥାଉ ଥାଉ, ଆଉ ବେଶୀ ଉପଦେଶ ଦିଅନି। ଅନ୍ୟର ଉପକାର କରି ନିଜର କ୍ଷତି କରୁଛ। ଏମିତିରେ ତୁମେ କେବେ ଧନୀ ହେଇପାରିବନି। ଚାଲ ମା, ମୁଁ ତତେ ଆଉ କୋଉଠି ଫୁଲ କିଣିଦେବି। ଏମିତି କହି ଚିଲ ସେଠାରୁ ଚାଲିଗଲା। ତାଙ୍କର ସବୁ କଥା ପ୍ରଜାପତି ଛୁଆ ଶୁଣୁଥିଲା। ସେ ଶୀଘ୍ର ତା ମା ପାଖକୁ ଗଲା। ମା ମା, ଆମେ ଏଠାକୁ ଆସି କିଛି ଠିକ କଲେନି। କ'ଣ ହେଲା ରେ ମା? ଏ ବଗିଚାର ମାଲିକାଣୀ ଆମକୁ ଏଠାରୁ ଚାଲିଯିବାକୁ କହିଲେ କି? ପ୍ରଜାପତି ଛୁଆ ତା ମାକୁ ସବୁ ଘଟଣା କହିଲା। କାଉ ଘରେ ସବୁ କିଛି ଥାଇ ବି ସେ ଆମକୁ ତା ବଗିଚାରୁ ବାହାର କରିଦେଲା। ହେଲେ ଚଢ଼େଇ ଗରିବ ହେଲେ ବି ଆମର ଉପକାର କଥା ଚିନ୍ତା କରୁଛି। କିଛି ସମୟ ପରେ ବର୍ଷେ ହେଇଯିବ, ଆମେ ଆମ ଅଭିଶାପରୁ ମୁକ୍ତ ହେବା। ତାପରେ ମୁଁ ଚଢ଼େଇକୁ କିଛି ଉପହାର ଦେବି। ଚାଲ ମା, ତା ପାଖକୁ ଯିବା। ମା, ଆମ ଟିଚର କହିଛନ୍ତି କାଲି ଗୋଟେ ଫୁଲ ଘର ତିଆରି କରି ସ୍କୁଲକୁ ନେବା ପାଇଁ। ଆରେ ମା, ଆମ ବଗିଚାରେ ତ ଆଉ ଫୁଲ ନାହିଁ। ତୁ ଫୁଲ ଘର କେମିତି ତିଆରି କରିବୁ? ଆରେ ହଁ, ମୋର ମନେ ପଡ଼ିଲା। ମୁଁ ଥରେ ଦେଖିଥିଲି ଚଢ଼େଇ ବଗିଚାରେ ଅନେକ ଫୁଲ ଫୁଟିଛି। ମୁଁ ତା ବଗିଚାରୁ କିଛି ଫୁଲ ତୋ ପାଇଁ ଆଣିଦେବି। ଆରେ ପ୍ରଜାପତି, କ'ଣ ହେଲା? ହଠାତ୍ ମୋ ପାଖକୁ ଆସିଲ ଯେ? ତମର କିଛି ଅସୁବିଧା ହେଲା କି? ନା ନା, ମୋର କିଛି ବି ଅସୁବିଧା ହେଇନି। କିଛି ସମୟ ଅପେକ୍ଷା କର, ତୁମେ ସବୁ ଜାଣିଯିବ। ଏଇ କ'ଣ? ତୁମେ ପ୍ରଜାପତିରୁ ପରୀ କେମିତି ପାଲଟି ଗଲ? ଆମେ ପ୍ରଜାପତି ନୁହଁ, ଆମେ ପରୀ। ଏକ ରାକ୍ଷସୀର ଅଭିଶାପ ଯୋଗୁ ଆମେ ମା ଝିଅ ପ୍ରଜାପତି ପାଲଟି ଯାଇଥିଲୁ। ଜଣେ ସାଧୁ ବାବା କହିଥିଲେ ଆମେ ଜଣଙ୍କ ବଗିଚାରେ ଗୋଟେ ଫୁଲ ଘର ତିଆରି କରି ବର୍ଷେ ସେଠି ରହିଲେ ଆମେ ଆମ ଅଭିଶାପରୁ ମୁକ୍ତ ହେବୁ। ଆଜି ବର୍ଷେ ହେଇଗଲା, ସେଥିପାଇଁ ଆମେ ପୂର୍ବ ରୂପକୁ ଫେରି ପାଇଲୁ। ଚଢ଼େଇ, ତମକୁ ଅନେକ ଅନେକ ଧନ୍ୟବାଦ। ତୁମେ ଆମକୁ ନିଜ ବଗିଚାରେ ରହିବାକୁ ଦେଲ ବୋଲି ଆମେ ଆମ ଅଭିଶାପରୁ ମୁକ୍ତ ହେଲୁ। ଏଇ ନିଅ, ମୋ ତରଫରୁ ତୁମ ପାଇଁ କିଛି ଉପହାର। এই সোনা গଛ ଆଜିଠୁ ତୁମର। ପ୍ରତିଦିନ ଏଇ সোନା ଗଛରେ ସୁନା ଫୁଲ ଫୁଟିବ। ତୁମେ ସେସବୁ ବିକ୍ରି କରି ଆରାମରେ ଚଳିପାରିବ। ତୁମକୁ ଆଉ କଷ୍ଟ କରିବାକୁ ପଡ଼ିବନି। ପରୀ, ତୁମକୁ ଅନେକ ଅନେକ ଧନ୍ୟବାଦ। ତୁମର ଯେବେ ବି ବୁଲିବାକୁ ଇଚ୍ଛା ହେବ ଆମ ଘରକୁ ଆସିପାରିବ। ଏମିତି ପରୀ ଆଉ ଚଢ଼େଇ କଥା ହେଲା ପରେ ପରୀ ସେଠାରୁ ଚାଲିଗଲା। ଦୂରରୁ ଥାଇ କାଉ ତାଙ୍କର ସବୁ କଥା ଶୁଣୁଥିଲା। ଆରେ ଆରେ, ମୁଁ ଏ କ'ଣ କଲି? ନିଜ ହାତରେ ହିଁ ନିଜର ଏତେ ବଡ଼ କ୍ଷତି କରିଦେଲି। ମୁଁ ଯଦି ପ୍ରଜାପତି ମାନଙ୍କୁ ମୋ ବଗିଚାରୁ ବାହାର କରିନଥାନ୍ତି, ଆଜି ମୁଁ ସେ ସୁନା ଫୁଲ ଗଛ ପାଇଥାନ୍ତି।
କାଉ ମନ ଦୁଃଖ କରି ନିଜ ଘରକୁ ଫେରିଗଲା। ସେପଟେ ଚଢ଼େଇ ସୁନା ଫୁଲ ବିକ୍ରି କରି ଖୁସିରେ ତା ପରିବାର ସହ ରହିଲା।